ଦେଖନ୍ତୁ ଆଜି ପବିତ୍ର ମକର ସଂକ୍ରାନ୍ତି। ଆମେ ସକାଳୁ ଉଠି ବିଭିନ୍ନ ପୀଠରେ ଶୈବ ପୀଠ ହେଉ ବିଭିନ୍ନ ମନ୍ଦିରରେ ହେଉ ସାଧାରଣ ଲୋକ ଯାଇକି ଠାକୁରଙ୍କୁ ମୁଣ୍ଡିଆ ମାରି ସମାଜର ମଙ୍ଗଳ ପାଇଁ ଚିନ୍ତା କଲେଣି ବା ନିବେଦନ କଲେଣି ଠାକୁରଙ୍କ ପାଖରେ। ପ୍ରଭୁ ଲିଙ୍ଗରାଜ ପୃଥିବୀର ସର୍ବଶ୍ରେଷ୍ଠ ଶୈବ ପୀଠ। ତାଙ୍କ ପୀଠରେ ବା ତାଙ୍କ ମନ୍ଦିରରେ ପ୍ରଭୁଙ୍କ ମନ୍ଦିରରେ ନୀତିକାନ୍ତି ବନ୍ଦ କରୁଛନ୍ତି ସେବାୟତ ମାନେ। ମୁଁ କହିବାକୁ ଚାହେଁ ଆପଣ ମାନେ ସେବାୟତ ଆପଣଙ୍କ ପରିଚୟ ହେଉଛନ୍ତି ପ୍ରଭୁ ଲିଙ୍ଗରାଜ। ପ୍ରଭୁ ଲିଙ୍ଗରାଜଙ୍କ ଯୋଗୁଁ ଆପଣମାନେ ପ୍ରଭୁଙ୍କଠୁ ବଡ଼ ନୁହନ୍ତି। ଆପଣମାନେ କାହିଁକି ଏମିତି ବାରମ୍ବାର ଏ କାମ କରୁଛନ୍ତି? ସାଧାରଣ ଲୋକଙ୍କ ମନ ଭିତରେ ଆଘାତ ଆସୁଛି। ମୋ ଠାକୁର ପୂଜା ପାଉନାହାନ୍ତି, ଆମେ ତା ଦେହରେ ନିଜ ଗର୍ବ ଭିତରେ ନିଜେ ବୁଡ଼ି ରହିଯାଇଛେ। ସେ ସେବାୟତ କହୁଛନ୍ତି ଆମେ କରିବୁ, ସେ ଏ ସେବାୟତ କହୁଛନ୍ତି। ଆପଣଙ୍କ କଳିରେ ପ୍ରଭୁ ବଳି ପଡ଼ିବେ କି ଭାବୁଛନ୍ତି? ଏ ବହୁତ ହେଇଗଲା। ଏମାନେ ସିଧା କୋର୍ଟକୁ ପଳାଉଛନ୍ତି ମନ ଇଚ୍ଛା ଯାହା। ସେବାୟତ ମାନେ ଭାବୁଛନ୍ତି ସେମାନେ ଠାକୁରଙ୍କଠୁ ବଡ଼। ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅତ୍ୟନ୍ତ ଦୁଃଖଦାୟକ ମଧ୍ୟ। ଆପଣମାନେ ଆମ ପରିଚୟ ହେଉଛି ଏକାମ୍ର କ୍ଷେତ୍ର, ଆମ ପରିଚୟ ହେଉଛି ଲିଙ୍ଗରାଜ। ମୁଁ ଯଦି ଆଜି ବିଧାୟକ ହେଇଥାଏ ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ରହିଛି। ମୁଁ ଯଦି ସେ କଥାକୁ ଭୁଲିଯିବି, ମୁଁ ଯଦି ସେ କଥାକୁ ଭ୍ରୁକ୍ଷେପ କରିବି, ତାହେଲେ କେଉଁଠି ନା କେଉଁଠି ପ୍ରଭୁ ମୋତେ କ୍ଷମା ଦେବେ ନାହିଁ। ଆପଣମାନଙ୍କୁ ସମସ୍ତଙ୍କୁ ମଧ୍ୟ ଆପଣଙ୍କ ଜରିଆରେ ସବୁ ସେବାୟତ ଭାଇମାନଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନେ ଏଭଳି କାମ କରନ୍ତୁ ନାହିଁ ସାଧାରଣ ଲୋକଙ୍କ ମନରେ ବା ପ୍ରଭୁଙ୍କ ମନରେ ଆଘାତ ଦେଲା ଭଳିଆ। ସ୍ୱତନ୍ତ୍ର ଆଇନ ପାଇଁ ପ୍ରାୟ ଯାହା କାଗଜପତ୍ର ଫାଇନାଲ ସରିଛି ସେଟା କେନ୍ଦ୍ର ସରକାରଙ୍କ ପାଖକୁ ଯିବ ଏବଂ ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ହେଇକି ଆସିଲା ପରେ ସେ ସରିଯିବ। କିନ୍ତୁ ସେଥିପାଇଁ ଧରନ୍ତୁ 2-4 ମାସ କି କିଛି ସମୟ ଲାଗୁଛି। ସେ ପର୍ଯ୍ୟନ୍ତ ତ ଆମେ ଠାକୁରଙ୍କୁ ପୂଜା କରିବା ନା ନାହିଁ, ଆଇନ ଆସିନି ବୋଲି ଆମେ ଠାକୁରଙ୍କୁ ପୂଜା କରିବା ନାହିଁ। ଅତ୍ୟନ୍ତ ଦୁଃଖଦାୟକ ଘଟଣା। ପ୍ରଭୁଙ୍କ ନୀତିକାନ୍ତିରେ ଆମେ ଯଦି ବ୍ୟାଘାତ ସୃଷ୍ଟି, ଆମ ଭିତରେ କ'ଣ 100 କଳି ଥାଇପାରେ, କିନ୍ତୁ ଆମେ ପ୍ରଭୁଙ୍କ ପୂଜା କରିସାରିକି ସେଗୁଡ଼ା ଆମ ଭିତରେ ତୁଟେଇବା କି କ'ଣ ହେବ? ସରକାର ଯଦି ଶୁଣି ନାହାନ୍ତି, ପ୍ରଭୁଙ୍କ ପୂଜା କରିସାରିକି ସରକାରଙ୍କୁ ସମୟ ଦିଅନ୍ତୁ। ଆପଣ ନିଷ୍ପତ୍ତି ନେବାକୁ କିଏ? ସେବାୟତ କେବଳ ସେବା କରିବାକୁ ଅଛନ୍ତି, ଆପଣ ନିଷ୍ପତ୍ତି ନେବାକୁ ନୁହଁ। ଅତ୍ୟନ୍ତ ଦୁଃଖଦାୟକ ଏବଂ ୟା ଉପରେ ମୁଁ ଭାବୁଛି ସରକାର ନିଶ୍ଚିତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁମାନେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ପ୍ରଭୁଙ୍କ କାର୍ଯ୍ୟରେ ଯେଉଁମାନେ ବ୍ୟାଘାତ ସୃଷ୍ଟି କରୁଛନ୍ତି, ପ୍ରଭୁଙ୍କ ସେବାରେ ଯେଉଁମାନେ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି, ସେମାନେ ସେବା କରିବାର ତାଙ୍କର ଯୋଗ୍ୟତା ନାହିଁ। ତେଣୁ ଆପଣଙ୍କ ଜରିଆରେ ମୁଁ ପୁରା କଡ଼ା ଚେତାବନୀ ଦେଉଛି, ଏ କଥାର ପୁନରାବୃତ୍ତି ନ ହେଉ। ଯଦି ଆପଣମାନେ ନିଜକୁ ଭଗବାନ ଭାବୁଛନ୍ତି, ଭଗବାନ ଆପଣମାନଙ୍କୁ କ୍ଷମା ଦେବେ ନାହିଁ। ଗତ ବର୍ଷ ମଧ୍ୟ ଭାଇ ସମାନ କଥା ଏ କଥା କାର୍ଯ୍ୟାନୁଷ୍ଠାନ ନିଆ ହେବ। ଆଜ୍ଞା ଏ ବର୍ଷ ପୁଣି ସେଇ ଦେଖନ୍ତୁ, ଏ କଥାକୁ ଆଲୋଚନା କରି ଜିଲ୍ଲାପାଳ ଗୋଟିଏ ନିଷ୍ପତ୍ତି ନେଇଥିଲେ। ତାପରେ ମୁଁ ଯେତିକି ଶୁଣିଛି, ମୋ ପାଖେ ଯେତିକି ଖବର, ତାପରେ ଏମାନେ କୋର୍ଟକୁ ପଳାଇଛନ୍ତି। ପ୍ରତି କଥାରେ ଯଦି ଆମେ ଠାକୁରଙ୍କ କଥାକୁ ନେଇକି ଜିଲ୍ଲାପାଳ କୋର୍ଟ କଚେରୀ ଇଏ ହେବା, ଠାକୁର ଆମେ କାହାକୁ ଆଉ ଶ୍ରଦ୍ଧା କରିବା, କାହାକୁ ପୂଜା ଅର୍ଚ୍ଚନା କରିବା? ଏଇଟା ଗୋଟେ ମାନେ ଏନଫ୍। ତେଣୁ ସମସ୍ତ ସେବା ଭାଇମାନଙ୍କୁ ବିନମ୍ର ପ୍ରାର୍ଥନା କରୁଛି, ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ୱାରା ଆମକୁ ଚରମ ପଦକ୍ଷେପ ନେବାକୁ ପଡ଼ିବ। ପ୍ରଭୁଙ୍କ ପୂଜା କରିସାରନ୍ତୁ, ତାପରେ ଆପଣ ଯାହା ଯେଉଁ କଥା କହିବେ ଆମେ ମାନିବାକୁ ପ୍ରସ୍ତୁତ ଅଛୁ, ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ଆମେ ଯଦି ଆଲୋଚନା ନ କରନ୍ତୁ ତାହେଲେ ଯାହା କହନ୍ତେ, ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ମୁଁ ଆପଣଙ୍କୁ ନେଇକି ମନ୍ତ୍ରୀଙ୍କ ସାଙ୍ଗେ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ମଧ୍ୟ ବସାଇବାକୁ ପ୍ରସ୍ତୁତ ଅଛି। କିନ୍ତୁ ସେବାରେ ଜମା ଆପଣମାନେ ଅବହେଳା କରନ୍ତୁ ନାହିଁ, ଏଇଟା ଆପଣମାନଙ୍କୁ ନିବେଦନ କରୁଛି। ମୁଁ ନିଶ୍ଚିତ ଭାବେ ମୁଁ ଏବେ କଥାବାର୍ତ୍ତା ହେବି ସମସ୍ତଙ୍କୁ, ସେବାୟତ 2 ଗ୍ରୁପର ସବୁ ସେବାୟତଙ୍କ ସାଙ୍ଗେ କଥାବାର୍ତ୍ତା ହେବି। ନୀତି କରିବା କଥା ଯଦି ସେମାନେ କରୁନାହାନ୍ତି, ଏଇଟା ସବୁଠାରୁ ବଡ଼ ଭୁଲ।